ତାହେଲେ ତ ଆଜି ଗୋଟେ ଭଲ ଷ୍ଟୋରି କହୁଛି। ଏ ଷ୍ଟୋରିଟା ହେଉଛି ଗାଁର ଷ୍ଟୋରି। ଗୋଟେ ପୁଅ ଗୋଟେ ଝିଅକୁ ପ୍ରେମ କରୁଥିଲା ହେଲା। ତ କ'ଣ ହେଇଛି ନା, ମାନେ ଗାଁରେ ସମସ୍ତେ ଜାଣିବାକୁ ପାଇଗଲେ। ଏଇଟା କ'ଣ ପାଇଁ କହୁଛି, ମୋ ମୋବାଇଲଟା ଯେତେବେଳେ ମୁଁ ଦେଖୁଥିଲି ତ ସେ ଭିଡ଼ିଓଟା ମୁଁ ଦେଖିଲି ହେଲା। ଅଚାନକ ସେ ଭିଡ଼ିଓଟା ଗୋଟେ ବହୁତ ବର୍ଷର ଭିଡ଼ିଓଟା ମୋ ମୋବାଇଲରେ ଆସିଲା। ସେଟା ମୁଁ ଦେଖି ସାରିଲା ପରେ ମନେ ପଡ଼ିଗଲା, ଆଉ ବହୁତ କାନ୍ଦ ବି ଲାଗୁଛି। ତ ଚାଲନ୍ତୁ ଏବେ ଷ୍ଟୋରିଟା ଷ୍ଟାର୍ଟ କରିବା। ସେ ପୁଅଟା ସେ ଝିଅଟାକୁ ଏତେ ଭଲ ପାଉଥିଲା, ଗାଁରେ ସମସ୍ତେ ଜାଣିଲେ, ଜାଣିକି ତାକୁ ବୁଝେଇବାକୁ ଚେଷ୍ଟା କଲେ, ତଥାପି ସେ ପୁଅ ମାନିଲାନି। କିଛି ଅଭଦ୍ର ବ୍ୟକ୍ତି ଭଦ୍ର ବ୍ୟକ୍ତି ତାକୁ ବୁଝେଇବା ନାଁରେ ତାକୁ ଧମକ ଦେଲେ। ଏ କଥା ବି ମୋତେ ଆସିକି ସେ କହୁଥିଲା, ଯେତେବେଳେ ଗାଁରେ ଥିଲି ସେ ମୋତେ କହିଥିଲା, ହେଲେ ତାକୁ ବୁଝେଇଲେ, ଓଲଟା ତାକୁ ଧମକ ଦେଲେ। ସେ ପୁଅର ମା ନଥିଲା, କେବଳ ବାପା ଥିଲା। ଭଲକିନା ତ ବୁଝିଯିବେ ମୁଁ କାହା କଥା କହୁଛି, ନା ତ କହିବିନି। ସେ ପୁଅ କ'ଣ କଲା, ଏତେ ଭଲ ପାଇବାରେ ପାଗଳ ହେଇଗଲା, ପ୍ରେମରେ ପାଗଳ ହେଇଗଲା। ଭିଡ଼ିଓଟା ମୁଁ ଦେଖିବି। ପାଗଳ ହେଇକି ସୁଇସାଇଡ୍ କଲା, ମରିଗଲା। କ'ଣ ପାଇଲା? କିଛି ନାହିଁ। 19 କି 20 ବର୍ଷର ପୁଅଟା ମରିଗଲା। ତ ମୋରାଲ ଅଫ୍ ଦ ଷ୍ଟୋରି, ଏବେ ସେ ଝିଅ ବହୁତ ଖୁସିରେ ଅଛି, ବହୁତ ଭଲରେ ଅଛି। ତ ପ୍ରେମ ମାନେ କ'ଣ ଜାଣିଛ? ପରେ ପାଗଳ ଆଉ ମରେ ହେଉଛି ମରିବା। ତ ପ୍ରେମରେ ପାଗଳ ହେଇକି ସେ ମରିଗଲା। ତ କହିବା ମାନେ ହେଉଛି, ଯଦି ସେ ପୁଅ ବଞ୍ଚିଥାନ୍ତା, ଏବେ ସେ ବହୁତ କିଛି ଅକାତ ଦେଖିଦେଇଥାନ୍ତା। ହେଲେ ପାଇଲା କ'ଣ? ପ୍ରେମ କରି। ତ ଯେଉଁ ପୁଅମାନେ କି ଝିଅମାନେ ପ୍ରେମ କରୁଛ, ଏଇ ଲାଇନ୍ଟା ବୁଝିଛ, ଯେ ପ୍ରେମରେ ପାଗଳ ହେଇକି ମରିବା ଛଡ଼ା ଆଉ କିଛି ନାହିଁ। ତ ତାଠୁ ଭଲ ପ୍ରେମ କରିବା ଛାଡ଼ିଦିଅ। ନିଜକୁ ଭଲ ପାଅ, ବାପା ମାଆଙ୍କ କଥା ବୁଝ।